सर्वप्रथमे जय जगन्नाथ। ଏହି ପୂଜା ମୋ ମାମା ମାନସିକ ରଖିଥିଲେ। ଏହି ପୂଜା ପିଲାମାନଙ୍କର ଜନ୍ମ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ଏହା ବ୍ରାହ୍ମଣ ନନାଙ୍କ ଦ୍ୱାରା ନିଜ ଗୃହରେ ଅନୁଷ୍ଠିତ ହୋଇଥାଏ। ଏହା ଆୟୁଷ ବୃଦ୍ଧି, ଧନ, ଜନ ଓ ସନ୍ତାନର ଭବିଷ୍ୟତ ଉଜ୍ଜ୍ୱଳ କାମନା କରି କରାଯାଏ। ଏଥିରେ ପଞ୍ଚାମୃତ ଯେମିତିକି କ୍ଷୀର, ଦହି, ମହୁ, ଗୁଡ଼, ଘିଅ ତିଆରି କରାଯାଏ। ଶିରିଣୀ ଠାକୁରଙ୍କର ମୁଖ୍ୟ ଭୋଗ ହୋଇଥାଏ। ମୁରୁଜ ପକାଇ ଶ୍ୱେତ ବର୍ଣ୍ଣର ଧାନ ଦେଇ କଳସ ସ୍ଥାପନା ହୁଏ। କଣ୍ଟା ନଥିବା ପିଢ଼ା ଉପରେ ମୁରୁଜ ପକାଇ ଗାମୁଛା ରଖାଯାଏ। 5ଟି ଲାସି ଥିବା ପାନ ଗାମୁଛା ଉପରେ ରଖାଯାଏ। ପାନ ଉପରେ ଗୁଆ ଓ ଲାସି ଥିବା କଦଳୀ, ଲଡୁ ଓ ପଇତା ରଖାଯାଏ। ମଝି ପାନ ପତ୍ରରେ ମହାପ୍ରସାଦ ଓ ତୁଳସୀ ରଖିବା ସହିତ 4ଟି ମୟୂର ପଙ୍ଖ ଚାରି କଡ଼ରେ ରଖାଯାଏ। ଶିରିଣୀରେ କଞ୍ଚା କ୍ଷୀର, ଗୁଡ଼, ଚାଉଳ ଚୂନା କିମ୍ବା ଅଟା, କଦଳୀ, କାଜୁ, କିସମିସ, ଗୁଆ ଘିଅ, ନଡ଼ିଆ କୋରା, ଡାଳିମ୍ବ କଟା, ଆପଲ୍, ଛେଚା ଅଦା, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଛେନା ଇତ୍ୟାଦିକୁ ଚକଟି ଶିରିଣୀ ପ୍ରସ୍ତୁତ ହୁଏ। ସଂକଳ୍ପ କରିବା ପରେ ପୂଜା ଆରମ୍ଭ ହୁଏ। ଛୁଆର ବାପା, ଦାଦା କିମ୍ବା ବଡ଼ ବାବା ଏହି ପୂଜାରେ କର୍ତ୍ତା ହୋଇଥାନ୍ତି। ଏହା ଛଡ଼ା ଝୁଣା, ଧୂପ, ଦୀପ ଦେଇ ଠାକୁରଙ୍କୁ ମଙ୍ଗଳ ଭିକ୍ଷା କରାଯାଏ। ପ୍ରଥମେ ଘଟ ପୂଜା କରି ପଞ୍ଚାମୃତ ଫୁଲ ଦେଇ ଗଣେଶଙ୍କୁ ଆବାହନ କରାଯାଏ। ଏହାପରେ ଅନ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ। ପୁସ୍ତକ ପଢ଼ିବା ପରେ ଶିରିଣୀ ଭୋଗ କରାଯାଏ। କଟା ଗୁଆ, ଗୁଜୁରାତି ଦେଇ ବିଡ଼ିଆ ପାନ ପ୍ରସ୍ତୁତ ହୁଏ। ସପରିବାର ମିଶି ପୁଷ୍ପାଞ୍ଜଳି ଦେବା ପରେ କର୍ପୂର ଆଳତି କରାଯାଏ। ଏହାପରେ ଛୁଆର ମା ଯେଉଁ ଗୁଆ ଦୁଇଟି ମଝିରେ ଥାଏ ତାକୁ କାନିରେ ଭିକ୍ଷା କରି ବାନ୍ଧି ନିଏ।